हेलो एवरीवन जय जगन्नाथ वेलकम टू कल्की एजुकेशन। तो ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀମାନେ ମୁଁ ତମମାନଙ୍କ ପାଇଁ ତମର ଯୋଉ ନୂଆ ବହି ଆସିଛି ଏଥର ଯୋଉ ନୂଆ ବହି ଆସିଛି ଏ ନୂଆ ବହିର ଓଡ଼ିଆର ନୂଆ ବହି ଯୋଉ ଅଛି ସାହିତ୍ୟ ସୁଧା ବହିର ମୁଁ ତମର ସେକେଣ୍ଡ ବିଷୟ ହକି ହକି ବିଷୟ ବା ହକି ଗଦ୍ୟର ପ୍ରଶ୍ନ ଉତ୍ତର ନେଇ ଆସିଛି। ଏଇ ଭିଡିଓରେ ଆମେ ପ୍ରତ୍ୟେକ ପ୍ରଶ୍ନର ତମର ଯୋଉ ବହିର ପ୍ରତ୍ୟେକ ପ୍ରଶ୍ନ ବା ଅଭ୍ୟାସ କାର୍ଯ୍ୟ ଅଛି ହକି ବିଷୟର ପ୍ରତ୍ୟେକ ପ୍ରଶ୍ନ ବା ଅଭ୍ୟାସ କାର୍ଯ୍ୟ ଅଛି ପୁରା ବିଟ୍ ବାଇ ବିଟ୍ ଡିସ୍କସନ କରିବା। ତ ସେଥିପାଇଁ ସମସ୍ତେ ଭିଡିଓଟିକୁ ଲାଷ୍ଟ ଯାଏଁ ଦେଖ ଏବଂ ଯୋଉମାନେ ଚ୍ୟାନେଲରେ ନ୍ୟୁ କରିକି ଅଛ ସମସ୍ତେ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅ। ଚ୍ୟାନେଲଟି ବହୁତ ହେଲ୍ପଫୁଲ ହବ ସମସ୍ତଙ୍କ ପାଇଁ। ତ ସମସ୍ତେ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅ, ଭିଡିଓ ନିଜ ସାଙ୍ଗମାନଙ୍କ ମଧ୍ୟ ସେୟାର କରିଦିଅ, ଲାଇକ୍ ମଧ୍ୟ କରିଦିଅ। ତ ପ୍ଲାନ୍ ଚାଲନ୍ତୁ ଲେଟ୍ ନ କରି ଭିଡିଓଟିକୁ ଷ୍ଟାର୍ଟ କରିବା। ତ ଆମର କ୍ଲାସ 6 ସାହିତ୍ୟ ସୁଧା ବହିର ହକି ବିଷୟ ସେକେଣ୍ଡ ବିଷୟ ହକି ବିଷୟ ଗଦ୍ୟର ପ୍ରଶ୍ନ ଉତ୍ତର ଡିସ୍କସନ କରିବା। ତ ଚାଲନ୍ତୁ ଦେଖିବା। ଏକ ନମ୍ବର କ୍ୱେଶ୍ଚନ କଣ ଦେଲା, ନିମ୍ନରେ ଦିଆଯାଇଥିବା ପ୍ରଶ୍ନ ଗୁଡ଼ିକର ଠିକ ଉତ୍ତର ପାଖରେ ତାରା ଚିହ୍ନ ଦିଅ। ତ ଏଠି କଣ ଦେଲା, ସ୍ୱାସ୍ଥ୍ୟ ହିଁ ସମ୍ପଦ, କାରଣ ସ୍ୱାସ୍ଥ୍ୟ ଥିଲେ କଣ ନା ଫାର୍ଷ୍ଟ ଅପସନ ଦେଲା ଆମେ ସୁନ୍ଦର ଦେଖାଯାଉ, ସେକେଣ୍ଡ ଅପସନ ଦେଲା ଆମକୁ ସମସ୍ତେ ଭଲ ପାଆନ୍ତି, ଥାର୍ଡ ଅପସନ ଦେଲା ଆମେ ବିଭିନ୍ନ କାର୍ଯ୍ୟ କରିବାକୁ ସମର୍ଥ ହେଉ, ଫୋର୍ଥ ଅପସନ ହେଲା ଆମେ ବହୁତ ଧନ ସମ୍ପଦ ପାଇଥାଉ। ତ ରାଇଟ ଆନ୍ସର କଣ ହେଇଯିବ, ରାଇଟ ଆନ୍ସର ହେଇଯିବ ଏଠି ଦେଖ ଷ୍ଟାର ଚିହ୍ନ ଦିଆଯାଇଛି ଥାର୍ଡ ଅପସନରେ ଷ୍ଟାର ଚିହ୍ନ ଦିଆଯାଇଛି। ଥାର୍ଡ ଅପସନ ଟା କଣ ଅଛି, ଆମେ ବିଭିନ୍ନ କାର୍ଯ୍ୟ କରିବାକୁ ସମର୍ଥ ହେଉ। ତ ରାଇଟ ଆନ୍ସର ହେଇଗଲା ଥାର୍ଡ ଅପସନ ଟା। ନେକ୍ସଟ କ୍ୱେଶ୍ଚନ ଟୁ କଣ ଦେଲା, 2 ନମ୍ବର କ୍ୱେଶ୍ଚନ, ଲୋକମାନେ ମେଜର ମେଜର ଧ୍ୟାନଚାନ୍ଦଙ୍କୁ ହକିର ଯାଦୁକର ବୋଲି ଆଖ୍ୟା ଦେଇଥିଲେ କାରଣ କଣ ପାଇଁ ଦେଇଥିଲେ ନା ଅପସନ ଏଠି କଣ ଦେଲା, ଲୋକମାନେ ଧ୍ୟାନଚାନ୍ଦଙ୍କୁ ବହୁତ ଭଲ ପାଉଥିଲେ। ଅପସନ ସେକେଣ୍ଡ ଅପସନ କଣ ଦେଲା, ତାଙ୍କ ହକି ବାଡିର ଅନନ୍ୟ ବୈଶିଷ୍ଟ୍ୟ ଥିଲା। ଥାର୍ଡ ଅପସନ କଣ ଦେଲା, ହକିରେ ସେ ଚମତ୍କାରପ୍ରଦ ଖେଳୁଥିଲେ। ତାପରେ ଫୋର୍ଥ ଅପସନ କଣ ଦେଲା, ସେ ଭାରତୀୟ ହକି ଦଳର ନେତୃତ୍ୱ ନେଇଥିଲେ। ତ ରାଇଟ ଆନ୍ସର କଣ ହେଇଯିବ, ରାଇଟ ଆନ୍ସର ହେଇଯିବ ତମର ଥାର୍ଡ ଅପସନ। ଥାର୍ଡ ଅପସନ କଣ ଦେଲା, ହକିରେ ସେ ଚମତ୍କାରପ୍ରଦ ଖେଳ ଖେଳୁଥିଲେ। ତ ଥାର୍ଡ ଅପସନ ହେଇଯିବ ରାଇଟ ଆନ୍ସର। ତ ଏଇଠି ଦେଖ ଷ୍ଟାର ଚିହ୍ନ ଦିଆଯାଇଛି। ତ ନେକ୍ସଟ କ୍ୱେଶ୍ଚନ ନମ୍ବର 3, 3 ନମ୍ବର କ୍ୱେଶ୍ଚନ କଣ ଦେଇଛି, ଉପର ଉତ୍ତର ଗୁଡିକ କାହିଁକି ବାଛିଲ ତାହାର କାରଣ ତୁମ ସାଙ୍ଗମାନଙ୍କ ସହ ଆଲୋଚନା କର। ତ ପିଲାମାନେ ଏଠି ତମେ ଯୋଉ ଛାତ୍ରଛାତ୍ରୀ ମାନେ ଅଛ ଉପରୋକ୍ତ ସଠିକ ବିକଳ୍ପ ଗୁଡିକ ଯୁକ୍ତିଯୁକ୍ତା ସମ୍ପର୍କରେ ଶ୍ରେଣୀ ଗୃହରେ ପରସ୍ପର ମଧ୍ୟରେ ଆଲୋଚନା କରିବ ମିଳିମିଶି। ତ ଏଟା କିଛି ମୁଁ କହିବା ଦରକାର ନାହିଁ। ତାପରେ ମିଳିମିଶି ଯୋଡିବା। ତ କଣ ଥିଲା, ଶବ୍ଦ ଅର୍ଥ କିମ୍ବା ପ୍ରସଙ୍ଗ ବ୍ୟାଖ୍ୟା ନିମ୍ନରେ ପ୍ରଦତ୍ତ କରାଗଲା। ଯେମିତି ଧ୍ୟାନଚାନ୍ଦ କଣ ନା ହକି ଖେଳାଳି ଧ୍ୟାନଚାନ୍ଦଙ୍କ ଜନ୍ମସ୍ଥାନ ଅଟେ। ହକି ଖେଳାଳି ଧ୍ୟାନଚାନ୍ଦଙ୍କ ଜନ୍ମସ୍ଥାନ ଅଟେ। ତାପରେ କଣ ଦେଲା, ହକି ଷ୍ଟିକ୍ କଣ ନା ହକି ଖେଳାଳି ହାତରେ ଧରି ଖେଳୁଥିବା ବାଡିକୁ ବୁଝାଏ। କଣ ନା ହକି ଷ୍ଟିକ ର କାମ କଣ ନା ହକି ଖେଳାଳି ହାତରେ ଧରି ଖେଳୁଥିବା ବାଡିକୁ ବୁଝାଏ। ତାପରେ ଟୋକିଓ କଣ ନା ଏକ ସହର, ଏହା ଜାପାନର ରାଜଧାନୀ। ଟୋକିଓ ଏକ ସହର ଏବଂ ଏହା ଜାପାନର ରାଜଧାନୀ। ତାପରେ ବ୍ୟାୟାମ କଣ ନା ନିୟମିତ ଶାରୀରିକ ଅଙ୍ଗ ଚାଳନାର କୌଶଳ। ବ୍ୟାୟାମ ହଉଛି ନିୟମିତ ଶାରୀରିକ ଅଙ୍ଗ ଚାଳନାର କୌଶଳ। ତାପରେ ମାଇକେଲ କିଣ୍ଡୋ କଣ ନା ଓଡିଶାର ଜଣେ ହକି ଖେଳାଳି। ସେ 1975 ମସିହାରେ ଅନୁଷ୍ଠିତ ବିଶ୍ୱ ହକି ପ୍ରତିଯୋଗିତାରେ ଭାଗ ନେଇ ଭାରତକୁ ବିଶ୍ୱ ବିଜୟୀ କରିଥିଲେ ଏବଂ ତାଙ୍କର ଘର ଓଡିଶାର ସୁନ୍ଦରଗଡ଼ ଜିଲ୍ଲାରେ ଅବସ୍ଥିତ। ତ ମାଇକେଲ କେଣ୍ଡୋ କଣ ହେଲା ନା ଓଡିଶାର ଜଣେ ହକି ଖେଳାଳି। 1975 ମସିହାରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ହକି ପ୍ରତିଯୋଗିତାରେ ସେ ଭାଗ ନେଇ ଭାରତକୁ ବିଶ୍ୱ ବିଜୟୀ କରିଥିଲେ। ତାଙ୍କର ଘର ଓଡିଶାର ସୁନ୍ଦରଗଡ଼ ଜିଲ୍ଲାରେ ଅବସ୍ଥିତ। ତାପରେ ଅଲିମ୍ପିକ କଣ ନା ପିଲାମାନେ ଅଲିମ୍ପିକ କଣ ନା ସମସ୍ତେ ଜାଣିଥିବେ ଅଲିମ୍ପିକ ହଉଛି ଏକ ଅନ୍ତର୍ଜାତୀୟ ଖେଳ ଅନୁଷ୍ଠାନ, ଯାହା ପ୍ରତି 4 ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ। ତାପରେ କଣ ଦେଲା, ତାପରେ ଦେଲା ବାକ୍ୟ ସମ୍ପର୍କିତ ଆଲୋଚନା। କଣ ଦେଲା ନା ସ୍ୱାସ୍ଥ୍ୟ ଆମର ଅମୂଲ୍ୟ ସମ୍ପଦ। ଭାବାର୍ଥ କଣ ହେଲା ନା ସ୍ୱାସ୍ଥ୍ୟ ଠିକ ଥିଲେ ଆମେ ସମସ୍ତ ପ୍ରକାର କାର୍ଯ୍ୟ କରିପାରୁ। ଧନ ସମ୍ପଦ ହରାଇଲେ ପୁନର୍ବାର ଉପାର୍ଜନ କରିପାରୁ, କିନ୍ତୁ ସ୍ୱାସ୍ଥ୍ୟ ହରାଇଲେ ତାହା ଫେରି ପାଇବା କଷ୍ଟକର। ତେଣୁ ସ୍ୱାସ୍ଥ୍ୟକୁ ସବୁଠାରୁ ବଡ ସମ୍ପଦ ଭାବେ ଗ୍ରହଣ କରାଯାଇଛି। ତାପରେ କଣ ଦେଲା, ଦର୍ଶକ ମାନେ ତାଙ୍କୁ ଏକ ସ୍ୱରରେ ହକି ଖେଳର ଯାଦୁକର ବୋଲି ଆଖ୍ୟା ଦେଇଥିଲେ। ଆର ଭାବାର୍ଥ କଣ ନା ମେଜର ଧ୍ୟାନଚାନ୍ଦଙ୍କୁ ହକି ଖେଳର ଅସାଧାରଣ ଦକ୍ଷତା ଥିଲା। ତାଙ୍କ ବାଡି ଚଳାଇବାର ଶୈଳୀ ଦର୍ଶକଙ୍କୁ ମୁଗ୍ଧ କରୁଥିଲା। ଲୋକ ଭାବୁଥିଲେ ଯେପରି ସେ ଯାଦୁ କରୁଛନ୍ତି, ତେଣୁ ତାଙ୍କୁ ହକିର ଯାଦୁକର ବୋଲି କୁହାଯାଉଥିଲା। ତାପରେ ଏଠି କଣ ଦେଲା, ତାପରେ ଦେଲା ତମର ବୁଝି ବିଚାରି ଲେଖ। ତ କଣ ଦେଲା, 12 ନମ୍ବର କ୍ୱେଶ୍ଚନ କଣ ଦେଲା, ଜୀବନରେ ଖେଳ ଆମର କି କି ଉପକାର ହୁଏ। ତ ଆନ୍ସର କଣ ହେଇଯିବ ନା ଆନ୍ସର ହେଇଯିବ ଖେଳ ଆମକୁ କେବଳ ଆନନ୍ଦ ଦିଏ ନାହିଁ, ଏହା ଆମ ଶରୀର ଗଠନରେ ମଧ୍ୟ ସାହାଯ୍ୟ କରେ। କଣ ନା ଏହା ଆମ ଶରୀର ଗଠନରେ ମଧ୍ୟ ସାହାଯ୍ୟ କରେ। ନିୟମିତ ଖେଳ ଓ ବ୍ୟାୟାମ ଦ୍ଵାରା ଶରୀର କୋମଳ ଓ ବଳିଷ୍ଠ ହୁଏ। ଅଙ୍ଗ ପ୍ରତ୍ୟଙ୍ଗ ସୁଗଠିତ ହୁଏ, ଶରୀରର ମାଂସପେଶୀ ଦୃଢ ହୁଏ। ତାପରେ କଣ ନା ପ୍ରଶ୍ୱାସ ପ୍ରକ୍ରିୟା ସୁଦୃଢ ଓ ଅମ୍ଳଜାନ ଶରୀରକୁ ଠିକ ଭାବରେ ଯାଏ। ତାପରେ କଣ ନା ମାନସିକ ପରିଶ୍ରମ କରୁଥିବା ଲୋକଙ୍କ ପାଇଁ ଖେଳ ଏକାନ୍ତ ଆବଶ୍ୟକ। ତାପରେ କଣ ଦେଲା, ଧ୍ୟାନଚାନ୍ଦ କିଏ ନା ହକି ଖେଳ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଲେଖ। ତ କଣ ହେଲା ନା ଆନ୍ସର ହେଇଯିବ ତମର ମେଜର ଧ୍ୟାନଚାନ୍ଦ ଜଣେ ପ୍ରସିଦ୍ଧ ଭାରତୀୟ ହକି ଖେଳାଳି ଥିଲେ। ତାଙ୍କୁ ହକିର ଯାଦୁକର ବୋଲି କୁହାଯାଏ। ତାଙ୍କର ହକି ବାଡି ଚଳାଇବାର ଅସାଧାରଣ କୌଶଳ ଥିଲା।
ତାଙ୍କ ଖେଳ ଦେଖି ଦର୍ଶକମାନେ ମନ୍ତ୍ରମୁଗ୍ଧ ହୋଇଯାଉଥିଲେ। ତାଙ୍କର ସଂଗଠନ ଓ ଉଦ୍ୟମ ଫଳରେ ହକି ଭାରତର ମୁଖ୍ୟ ଖେଳରେ ପରିଣତ ହୋଇଛି। ସେ ଭାରତକୁ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରୁ ପଦକ ଜୟ କରାଇଥିଲେ। ତାଙ୍କର ଆଦର୍ଶ ଭାରତୀୟ ଖେଳାଳିମାନଙ୍କୁ ଅନୁପ୍ରାଣିତ କରିଛି। ତ ପିଲାମାନେ ତାପରେ ନେକ୍ସଟ କ୍ୱେଶ୍ଚନ ଚାଲ ଦେଖିବା। ନେକ୍ସଟ କ୍ୱେଶ୍ଚନ କଣ ଦେଇଛି? ନେକ୍ସଟ କ୍ୱେଶ୍ଚନ ଦେଲା ସୂତ୍ର କଥାକୁ ଗଦ୍ୟରେ ଲେଖ। ତ କଣ ନା ସାଙ୍ଗମାନଙ୍କ ସହ ଦଳରେ ବସି ଏହି ପ୍ରସଙ୍ଗରେ ଥିବା ବିଶେଷ କଥାକୁ ଆଲୋଚନା କରି ତାଲିକା ପ୍ରସ୍ତୁତ କର। ତ କଣ ନା ଏହା ତମେ ପିଲାମାନେ ଦଳବଦ୍ଧ ଭାବରେ କରିବ। ଯେମିତି ଉଦାହରଣ ତାଲିକାର ନମୁନା ମୁଁ ଯେମିତି ଉଦାହରଣ ଦେଇ କହୁଛି, ମେଜର ଧ୍ୟାନଚାନ୍ଦଙ୍କର ହକି ବାଡି ଚଳାଇବା ଅସାଧାରଣ ଦକ୍ଷତା, ତାପରେ ତାଙ୍କୁ ହକିର ଯାଦୁକର କୁହାଯିବାର କାରଣ, ହକି ଖେଳର ଉତ୍ପତ୍ତି ଓ ଇତିହାସ, ତାପରେ ଭାରତରେ ହକି ର ବିକାଶରେ ମେଜର ଧ୍ୟାନଚାନ୍ଦଙ୍କ ଅବଦାନ କଣ ଅଛି ସେ ବିଷୟରେ, ତାପରେ ମାଇକଲ କିଣ୍ଡଙ୍କ ଭଳି ଓଡିଶାର ହକି ଖେଳାଳି ମାନଙ୍କର ଅବଦାନ, ତାପରେ ଆଦିବାସୀ ଅଞ୍ଚଳରେ ହକି ଖେଳର ପ୍ରସାର, ସେ ସବୁ ବିଷୟ ଲେଖିପାରିବ। ତାପରେ କଣ କ୍ୱେଶ୍ଚନ ନମ୍ବର 15 କଣ ଦେଲା? ପ୍ରଶ୍ନୋତ୍ତର କରିଥିବା ତାଲିକାକୁ ଶ୍ରେଣୀରେ ଉପସ୍ଥାପନ କର। ପିଲାମାନେ ଯୋଉ ଉପର ତାଲିକାଟାକୁ ମୁଁ ଯେମିତି ତମକୁ ଉଦାହରଣ ଦେଲି, ସେଇ ତାଲିକା ଗୁଡାକ ତମେ ଯିଏ ଯୋଉ ଭଳିଆ କରିଛ ତାକୁ ଶ୍ରେଣୀରେ ଉପସ୍ଥାପନ କରିବ ବା ତମ ଶିକ୍ଷକଙ୍କୁ ଦେଖେଇବ। ତାପରେ କ୍ୱେଶ୍ଚନ କଣ ଦେଲା? ଆମ୍ଭେ ମାନେ ମନେ ରଖିଥିବା ଯେଉଁ ଖେଳାଳି ଯେଉଁ ଖେଳି ଖେଳି ଅତ୍ୟଧିକ ହାଲିଆ ହେବା ପର୍ଯ୍ୟନ୍ତ ଖେଳିବା ଉଚିତ ନୁହେଁ। ଏହି ବାକ୍ୟରେ ଖେଳି ଖେଳି ଗୋଟିଏ ଯୋଡି ଶବ୍ଦ, ଯେଉଁଥିରେ ଗୋଟିଏ ଶବ୍ଦକୁ ଦୁଇଥର ବ୍ୟବହାର କରାଯାଇଛି। ତୁମେ ମଧ୍ୟ ଏହିପରି 5ଟି ଶବ୍ଦ ଲିଖିପାରିବ। ପିଲାମାନେ ଏପରି ମୁଁ କିଛି 8ଟି ଶବ୍ଦ ନେଇ ଆସିଛି। ତ 8ଟି ଶବ୍ଦ କଣ ଅଛି ଦେଖିବା ଚାଲ। ତ ତମକୁ ଯୋଉଟା ଠିକ ଲାଗିବ ଲିଖିପାରିବ। ଯେମିତି ଚାଲି ଚାଲି, ଦେଖି ଦେଖି, ତାପରେ ଆଉ ଗୋଟେ ହସି ହସି, ଖାଇ ଖାଇ, ପଢି ପଢି, ତାପରେ ଧୀରେ ଧୀରେ, ଆସି ଆସି, ଆସି ଆସି, ଯାଇ ଯାଇ, ତାପରେ ଗପି ଗପି, ତାପରେ ଦେଖୁ ଦେଖୁ, ଏଭଳିଆ ଲେଖିପାରିବ। ତାପରେ କଣ ଦେଲା? ତାପରେ ଦେଲା ପାଠ ବାହାର। ତାପରେ ଯୋଉ ତୁମେ ବଡ ହେଲେ ଜଣେ ହକି ଖେଳାଳି ହେବ, ତେଣୁ ହକି ଖେଳର ନିୟମ ଗୁଡିକ ଲେଖ। ପିଲାମାନେ ଏଇଟା ହକି ଖେଳର ନିୟମ ତ ଜାଣିବା ଦରକାର ନା, ତ ଜାଣି ଦେଇଥାଅ। ତ କଣ ନା ହକି ଖେଳର କିଛି ପ୍ରମୁଖ ନିୟମ। ଫାର୍ଷ୍ଟ ନିୟମ କଣ ହେଲା? ଫାର୍ଷ୍ଟ ନିୟମ ହେଲା ହକି ଖେଳରେ 2ଟି ଦଳ ଥାଏ। ପ୍ରତ୍ୟେକ ଦଳରେ 11 ଜଣ ଖେଳାଳି ରହନ୍ତି। 2 ନମ୍ବର ପଏଣ୍ଟ କଣ ହେଲା ନା ଖେଳାଳି ମାନେ ହାତରେ ହକି ଷ୍ଟିକ୍ ବା ବାଡି ଧରି ଖେଳନ୍ତି। 3 ନମ୍ବର ପଏଣ୍ଟ କଣ ହେଲା ନା ଷ୍ଟିକ୍ ସାହାଯ୍ୟରେ ବଲ୍ ଗଡାଇ ପ୍ରତିପକ୍ଷ ଦଳର ଗୋଲ ପୋଷ୍ଟରେ ପ୍ରବେଶ କରାଇବାକୁ ହୁଏ। ତାପରେ 4 ନମ୍ବର ପଏଣ୍ଟ କଣ ହେଲା? ବଲ୍ ଶରୀରର କୌଣସି ଅଙ୍ଗ, ହାତ, ପାଦ ଦ୍ୱାରା ସ୍ପର୍ଶ କରିବା ନିଷିଦ୍ଧ। ତାପରେ ବଲ୍ ଉପରକୁ ଉଠାଇବାର ଅନୁମତି ନାହିଁ। ବଲ୍ ପୁରା ତଳେ ଗଡି ଗଡି ଯିବ, ଉଠାଇବାର ଅନୁମତି ନାହିଁ। ତାପରେ 6 ନମ୍ବର, ଖେଳ 2 ଅର୍ଦ୍ଧ ଭାଗରେ ବିଭାଗ କରାଯାଏ। ପ୍ରତ୍ୟେକ ଅର୍ଦ୍ଧ 35 ମିନିଟ୍। ବିଭିନ୍ନ ପ୍ରତିଯୋଗିତାରେ ଭିନ୍ନ ହୋଇପାରେ। ତାପରେ 7 ନମ୍ବର ପଏଣ୍ଟ କଣ ଦେଲା? ଯେଉଁ ଦଳ ଅଧିକ ଗୋଲ କରେ ସେ ବିଜୟୀ ହୁଏ। ତାପରେ ପିଲାମାନେ ତମର 18 ନମ୍ବର କ୍ୱେଶ୍ଚନ କଣ ଦେଲା? 18 ନମ୍ବର କ୍ୱେଶ୍ଚନ କଣ ଦେଲା? ତୁମକୁ କେଉଁ ଖେଳ ଏବଂ କେଉଁ ଖେଳାଳି ସବୁଠାରୁ ଭଲ ଲାଗୁଛି କାହିଁକି? ତ କଣ ହବ? ଏହା ତମର ବ୍ୟକ୍ତିଗତ କ୍ୱେଶ୍ଚନ। ମାନେ ବ୍ୟକ୍ତିଗତ କ୍ୱେଶ୍ଚନ ମାନେ କଣ ନା ତମକୁ କାହାକୁ କୋଉ ଖେଳାଳି ଭଲ ଲାଗିଥାଇପାରନ୍ତି। ମୁଁ ଯେମିତି ଲେଖୁଛି ମତେ ହକି ଖେଳ ଭଲ ଲାଗେ। ଏହା ଭାରତର ଜାତୀୟ ଖେଳ। ଏହି ଖେଳର ବହୁତ ଦକ୍ଷତା ଓ ଶୃଙ୍ଖଳା ଓ ଦଳଗତ କାର୍ଯ୍ୟ ଆବଶ୍ୟକତା ମେଜର ଧ୍ୟାନଚାନ୍ଦ ମତେ ସବୁଠାରୁ ଭଲ ଲାଗନ୍ତି। ତାଙ୍କର ବାଡି ଚଳାଇବାର କୌଶଳ ଓ ଖେଳ ପ୍ରତି ସମର୍ପଣ ଭାବ ମତେ ପ୍ରେରଣା ଦିଏ। ସେ ଭାରତକୁ ବିଶ୍ୱ ପଟରେ ଗୌରବାନ୍ୱିତ କରିଥିଲେ। ତମେ ହକି ଖେଳ ଲେଖିପାରିବ କାହିଁକି? ଯେହେତୁ ବିଷୟଟି ଅଛି ହକି ବିଷୟ, ତ ତମମାନଙ୍କୁ ଲେଖିବାରେ ଇଜି ହବ ଏବଂ ଧ୍ୟାନଚାନ୍ଦକୁ ତମ ଭଲ ଖେଳାଳି ବୋଲି ଭାବୁଛ ବୋଲି ଲେଖିଲେ ମଧ୍ୟ ଚଳିବ। ତାପରେ କଣ ଦେଲା? ସମାଚାର ପତ୍ର ବା ସମ୍ବାଦ ପତ୍ର। ତୁମେ ସମ୍ବାଦ ପତ୍ର ପଢ କି? ସମ୍ବାଦ ପତ୍ର ଗୁଡିକର ପ୍ରତିଦିନ ଖେଳ ସମ୍ବାଦ ଗୁଡିକ ପାଇଁ ଗୋଟିଏ ପୃଷ୍ଠା ପ୍ରକାଶିତ ହୋଇଥାଏ। ତୁମେ ଘରେ କିମ୍ବା ପୁସ୍ତକାଳୟରେ ଥିବା ଗତ ସପ୍ତାହର ସମ୍ବାଦ ପତ୍ର ଗୁଡିକ ଦେଖ। ସେଥିରୁ ତୁମ ମନପସନ୍ଦର ଏକ ଖେଳ ବିଷୟରେ ନିଜ ଖାତାରେ ଲେଖ। ତ ପିଲାମାନେ ଏଇଟା ତମମାନଙ୍କ ଉପରେ ଡିପେଣ୍ଡ କରେ। ମୁଁ ଥର ଲେଖିଛି, ସପୋର୍ଟ ଗୋଟେ ଲେଖିଛି ଉଦାହରଣ ଦେଇକି। ଗତ ସପ୍ତାହରେ ଖେଳ ସମ୍ବାଦରୁ ମୁଁ ଜାଣିଲି ଭାରତୀୟ ହକି ଦଳ ଏକ ଆନ୍ତର୍ଜାତିକ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଛି। ଦଳର କ୍ୟାପ୍ଟେନ 2ଟି ଗୋଲ କରି ଦଳକୁ ସାହାଯ୍ୟ କରିଛନ୍ତି। ଏହି ବିଜୟ ଭାରତୀୟ ହକିକୁ ନୂତନ ଗୌରବ ପ୍ରଦାନ କରିଛି। ତ ପିଲାମାନେ ତାପରେ ନେକ୍ସଟ କ୍ୱେଶ୍ଚନ କଣ ଦେଇ ଦେଖିବା। ନେକ୍ସଟ କ୍ୱେଶ୍ଚନ କଣ ଦେଲା? ମନେକର ତୁମେ ଜଣେ ଖେଳ ସାମ୍ବାଦିକ ଏବଂ କୌଣସି ଏକ ଖେଳର ସିଧା ପ୍ରସାରଣ ତୁମେ କରିବ। ନିଜ ସାଙ୍ଗମାନଙ୍କ ସହ ମିଶି ଖେଳର ସିଧା ପ୍ରସାରଣ ପାଇଁ ଏକ ବିବରଣୀ ପ୍ରସ୍ତୁତ କର। ତ ମୁଁ ଯେମିତି ଉଦାହରଣ ଗୋଟେ ନେଇ ଆସିଛି। ସୁସ୍ୱାଗତମ ପ୍ରିୟ ଦର୍ଶକ ମାନେ, ଆଜି ଆମେ ଆପଣମାନଙ୍କୁ ନେଇ ଆସିଛୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେଉଥିବା ହକି ମ୍ୟାଚ୍ ସିଧା ପ୍ରସାରଣ ବା ଲାଇଭକୁ। ଭାରତର ଟସ୍ ଜିତି ପ୍ରଥମେ ବଲ୍ ପ୍ରାପ୍ତ କରିଛି। ଖେଳ ଆରମ୍ଭ ହୋଇଛି। ଭାରତର ଅଗ୍ରଣୀ ଖେଳାଳି ବଲ୍ ନେଇ ପ୍ରତିପକ୍ଷ ଅର୍ଦ୍ଧରେ ପ୍ରବେଶ କରିଛନ୍ତି। ଏକ ସୁନ୍ଦର ପାସ୍ ବଲ୍ ଗୋଲ ଅଞ୍ଚଳରେ ପହଞ୍ଚିଛି। ଷ୍ଟ୍ରାଇକର ଶକ୍ତ ମାର କରିଛନ୍ତି। ଭାରତର ପ୍ରଥମ ଗୋଲ କରିଛି। ଦର୍ଶକମାନେ ଉତ୍ସାହରେ ପ୍ରଫୁଲ୍ଲିତ।
ତାପରେ ପିଲାମାନେ କଣ ରହିଲା, ତାପରେ ଲେଖିଲା ଡାଏରୀ ଲିଖନ ଇମ୍ପୋର୍ଟାଣ୍ଟ। ଏଇ ଅଂଶରେ ଡାଏରୀ ଲିଖନ ପାଇଁ ପ୍ରେରଣା ଦିଆଯାଇଛି। ଛାତ୍ରଛାତ୍ରୀମାନେ ନିଜର ମନର ଭାବନା, ଦୈନନ୍ଦିନ ଘଟଣା, ଖେଳ ସମ୍ପର୍କିତ ଅନୁଭୂତି ଇତ୍ୟାଦି ନିୟମିତ ଲେଖିବାକୁ ଉତ୍ସାହିତ କରାଯାଇଛି। ପିଲାମାନେ ଗୋଟେ କଥା କହୁଛି, ତମେ ଡେଲି ଲାଇଫରେ ବା ତମେ ପ୍ରତ୍ୟେକ ଦିନ ଯାହା ବି କରୁଛ, ଭୁଲ କର ଠିକ କର, ଆଟଲିଷ୍ଟ 10ଟି ସତ୍ୟ, ମାନେ ପୁରା 10ଟି ସତ କଥା ତମେ ଡେଲି ଡାଏରୀ ଲେଖିବାକୁ ଚେଷ୍ଟା କର। ବହୁତ ହେଲ୍ପଫୁଲ ହବ ତମମାନଙ୍କ ପାଇଁ। ତ ଲେଖିକି ଦେଖିବ, ମତେ କହିବ ପଛରେ କେତେ। ତାପରେ 21 ନମ୍ବର କ୍ୱେଶ୍ଚନ କଣ ଥିଲା, ତୁମେ ଏହି ଖେଳର ନିୟମକୁ ଭଲ ଭାବେ ପଢିଲ ଏବଂ ବୁଝିଲ। ବର୍ତ୍ତମାନ ତୁମ ସାଙ୍ଗମାନଙ୍କ ସହିତ ଦାଣ୍ଡି କିମ୍ବା ଗୋଠା ଖେଳଟି ଖେଳ। ତାପରେ ପିଲାମାନେ ତାପରେ କ୍ୱେଶ୍ଚନ କଣ ଥିଲା, ତୁମେ ମଧ୍ୟ ତୁମ ବିଦ୍ୟାଳୟ, ଘର କିମ୍ବା ନିଜ ପଡିଶା ଘରର ସାଙ୍ଗମାନଙ୍କ ସହ ମିଳିମିଶି ଅନେକ ପ୍ରକାର ଖେଳ ଖେଳୁଥିବ। ବର୍ତ୍ତମାନ ଏହିପରି ଗୋଟିଏ ଖେଳର ନିୟମ ଲେଖ, ଯେପରି ସେଗୁଡ଼ିକ ପଢିବା ପରେ ଯେକୌଣସି ପିଲା ସେହି ଖେଳକୁ ବୁଝିପାରିବ ଏବଂ ଖେଳିପାରିବ। ପିଲାମାନେ ସପୋଜ ମୁଁ କବାଡି ଖେଳର ନିୟମ ଲେଖିଛି। କବାଡି ଖେଳର କଣ ଅଛି ନିୟମ? ଫାର୍ଷ୍ଟ ନିୟମ, କବାଡି ଖେଳରେ 2ଟି ଦଳ ଥାଏ, ପ୍ରତ୍ୟେକ ଦଳ 7 ଜଣ ଖେଳାଳି। ତାପରେ ସେକେଣ୍ଡ ନିୟମ କଣ, ମଧ୍ୟରେ ଏକ ସୀମା ରେଖା ମଧ୍ୟ ଥାଏ। 3 ନମ୍ବର, ଗୋଟିଏ ଦଳରୁ ଜଣେ ଖେଳାଳି ନିଶ୍ୱାସ ରୋକି କବାଡି 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 ବୋଲି ଉଚ୍ଚାରଣ କରି ସୀମା ପାର ହୋଇ ପ୍ରତିପକ୍ଷ ଦଳର ଖେଳାଳିକୁ ଛୁଇଁବାକୁ ଚେଷ୍ଟା କରେ। ନିଶ୍ୱାସ ବିନା ଯଦି ଫେରି ଆସିପାରେ, ତେବେ ଛୁଇଁଥିବା ଖେଳାଳି ମାନେ ଆଉଟ୍ ହୁଅନ୍ତି ଓ ଅନ୍ୟ ଦଳ ପଏଣ୍ଟ ପାଏ। ତାପରେ ଲାଷ୍ଟ ରୁଲ ଟା କଣ ହେଲା ନା, ଯଦି ନିଶ୍ୱାସରେ ବାଧାପ୍ରାପ୍ତ ହୁଏ, ତେବେ ପ୍ରତିପକ୍ଷ ଦଳ ତାକୁ ଧରି ପକାଏ, ସେ ଆଉଟ୍ ହୁଏ। ତାପରେ କଣ ହେଲା, ତାପରେ କଣ ଥିଲା, ଏଇ ଅଂଶର ହକି ଖେଳ ଅଲମ୍ପିକ ମେଜର ଧ୍ୟାନଚାନ୍ଦଙ୍କ ବିଷୟରେ ପାଠାଗାର ବା ଇଣ୍ଟରନେଟ ସାହାଯ୍ୟରେ ଅଧିକ ଜାଣି ଲେଖିବାକୁ କୁହାଯାଇଛି। ତ ନୋଟ, ତାପରେ ପିଲାମାନେ ସୂଚିତ ବିଷୟ, ହକିର ଯାଦୁକର ମେଜର ଧ୍ୟାନଚାନ୍ଦଙ୍କୁ କୁହାଯାଇଛି। ତାପରେ ଅଲମ୍ପିକ, ତାପରେ ମେଜର ଧ୍ୟାନଚାନ୍ଦଙ୍କ ସହ ସାକ୍ଷାତକାର, ତାପରେ ଓଡିଶାର ହକି ଖେଳାଳି। ପିଲାମାନେ ଯଦି କେହି ବି ହକି ବିଷୟଟାକୁ ବୁଝିନ, ଅଲରେଡି ଆମ ଚ୍ୟାନେଲ ଅପଲୋଡ ହେଇସାରିଛି। ତ ଯୋଉମାନେ ଦେଖିନ ଜଲ୍ଦି ଜଲ୍ଦି ଦେଖିନବ। ତ ପିଲାମାନେ ଆଶା କରୁଛି ସମସ୍ତଙ୍କୁ ସବୁ କିଛି ବୁଝିପାରୁଥିବ। କାହାର ଯଦି କିଛି ଡାଉଟ୍ ରହିଛି କମେଣ୍ଟ ସେକ୍ସନରେ ପଚାରି ପାରିବ। ତ ସମସ୍ତେ ଭିଡିଓ ଲାଷ୍ଟ ଯାଏଁ ଦେଖି ତ ଧନ୍ୟବାଦ। ତ ପିଲାମାନେ ରହୁଛି, ଜୟ ଜଗନ୍ନାଥ। ନେକ୍ସଟ ଭିଡିଓରେ ଦେଖାହବା।